ଆପଣମାନଙ୍କର କାହାର ମନେ ଅଛି କହିଲେ? ପିଲାଦିନେ ବେଶୀ ବଡ଼ ଭୁଲ କରିଥିଲେ ସାର୍ ପାଟି କରି କହନ୍ତି, ଏଇଟା କ'ଣ ଖାଲି ଦୋଷ, ଏଇଟା ହେଉଛି ଗୁରୁ ଚଣ୍ଡାଳ ଦୋଷ। ଏଭଳି ଭୁଲ ତୁ କେମିତି କରିପାରିଲୁ? ଠିକ୍ ସେଇଭଳିଆ ଭୁଲଟେ ମୁଁ କାଲି ହିଁ କରିଦେଇଛି। କାଲି ମୋର ମନ ମୋଟେ ଭଲ ନଥିଲା, କିନ୍ତୁ ସନ୍ଧ୍ୟାବେଳେ ଆମର ଯେଉଁ କାର୍ଯ୍ୟକ୍ରମ ଚାଲେ, ମୋର ବିଶ୍ୱାସ ଥିଲା ଯେ ଆପଣମାନେ ସେଥିପାଇଁ ଅପେକ୍ଷା କରିଥିବେ। ସେଥିପାଇଁ ମୁଁ ଏତେ ତରତରରେ ଭିଡ଼ିଓ ଅପଲୋଡ଼ କଲି ଯେ ସବୁ ଭୁଲଭାଲ ହେଇଗଲା। ଇଏ ଆମ ସାନ ଭାଇର ସ୍ତ୍ରୀ ଆଉ ମୁଁ, ଆମେ ଶୁକ୍ରବାର ଦିନ ଏମିତି ସାଙ୍ଗ ହୋଇ ବସି ଖାଉଥିଲୁ। ସୁଲୁରାର ଜୋରରେ କାଶ ହେଲା, ସେଥିପାଇଁ ତାକୁ ନେଇକି ସମ୍ ଗଲୁ। ଏ ଝିଅ ସାଙ୍ଗରେ ମୋର ଦେଖା ହେଲା, କିନ୍ତୁ ମୁଁ ତାକୁ ବେଶୀ ସମୟ ଦେଇପାରିନଥିଲି, କାହିଁକିନା ଯେଉଁ ଚିକିତ୍ସିକାଙ୍କୁ ଦେଖା କରିବାର ଥିଲା ସିଏ ଆମକୁ 10-15 ମିନିଟ୍ ଅପେକ୍ଷା କରିସାରିଥିଲେ। ତାଙ୍କ ପାଖରେ ମୁଁ କୃତଜ୍ଞ। ସିଏ ସୁଲୁକୁ ଦେଖିଲେ, ଆଉ ସୁଲୁ ବର୍ତ୍ତମାନ ପୁରା ଠିକ୍ ଅଛି। ଆମେ ବହୁତ ଭଲରେ ସେଦିନ ଆସିଲୁ। ଶନିବାର ଦିନ ପିଲାଙ୍କର ଫୋନ୍ ଆସିଲା ଆଡ଼ମିସନ୍ ପାଇଁ, ଶୁକ୍ରବାର ସନ୍ଧ୍ୟାରେ। ତେଣୁ ଶନିବାର ଦିନଟା ବି ଆମକୁ ବହୁତ ବ୍ୟସ୍ତତାରେ କାଟିବାକୁ ପଡ଼ିଲା। ବାବାଇ ତ କଟକରେ ଥିଲା, ଜାଙ୍ଗୁ ସବୁ ବୁଝାବୁଝି କରୁଥିଲା। ସେ ସବୁ ଠିକ୍ଠାକ୍ କଲା ପରେ ବାବାଇ କଟକରୁ ଆସି ପହଞ୍ଚିଲା। ଯାହା ବି ହେଉ ଭଲରେ ଭଲରେ ଆଡ଼ମିସନ୍ କାମ ସରିଗଲା। ଏ ଭିତରେ ସକାଳୁ କ'ଣ ହେଇଛି ନା, ଶିବ ଆସି ଖବର ଦେଲା ଯେ ଗାଈ ଗୋଟେର ଘା ହେଇଛି। ସକାଳୁ ମୁଁ ଦେଖିଲା ବେଳକୁ ଗାଈମାନେ ସବୁ ଶୋଇଛନ୍ତି। କେହି କେହି ମତ ଦେଉଛନ୍ତି ଯେ ଗୁହାଳ ଆମେ ବହୁତ ଅପରିଷ୍କାର ରଖିଛୁ। ଯେଉଁମାନଙ୍କର ପ୍ରତ୍ୟକ୍ଷ ଅନୁଭବ ଥିବ, ଭୋରୁ ଯେତେବେଳେ ଆପଣ ଗୁହାଳକୁ ଯିବେ, ସେଇଟା ନିଶ୍ଚୟ ଗୁହାଳ ଆଉ ଗାଈମାନେ ଅପରିଷ୍କାର ହିଁ ଥିବେ। କାହିଁକିନା ଆମେ ତ ରାତି ଅନିଦ୍ରା ହେଇକି ଗାଈଙ୍କର କରୁନୁ, ମିଛ କଥା ଗୁଡ଼ା କାହିଁ କହିବି। ଦିନରେ ଆମେ ଲକ୍ଷ୍ୟ ରଖିଥାଉ, ଗାଈ ଯଦି ବନ୍ଧା ହେଇକି ରହନ୍ତି ଯେ କେତେବେଳେ ଗୋବର ପଡ଼ିଲା ତାକୁ ଉଠେଇ ଦେବୁ। କିନ୍ତୁ ରାତିରେ ଗାଈ ଗୋରୁ ଏମିତି ହଗିଥାନ୍ତି, ଅପରିଷ୍କାର ହେଇଥାନ୍ତି। ଗୋଟେ ଥର ସେମାନଙ୍କୁ ଖାଇବାକୁ ଦେଇ ଫିଟା ହେଇଯାଏ, ତାପରେ ଗୁହାଳ ସଫା କରାଯାଏ। ତେଣୁ ଯଦି କିଏ ଭାବୁଛନ୍ତି ଯେ ଆମେ ଗାଈମାନଙ୍କୁ ବହୁତ ଅପରିଷ୍କାରରେ ରଖିଛୁ ବୋଲି, ତାହେଲେ ସେଥିପାଇଁ ମୁଁ ନାଚାର। ଆଉ ଗୋଟିଏ କଥା ଯେ ଆମ ଗୁହାଳ ରାସ୍ତାରେ ପାଣି ହେଇଯାଇଛି। ଆମର କିଛି କନଷ୍ଟ୍ରକ୍ସନ୍ କାମ ଚାଲିଛି ଗଭର୍ଣ୍ଣମେଣ୍ଟର, ଯେଉଁ ଟାଉନ୍ ପ୍ଲାନିଂର। ସେଥିପାଇଁ ଆମ ଖତ ଖାଲ ପାଖକୁ କୌଣସି ଗାଡ଼ି ଆସିପାରୁନି। ଗଲ ବର୍ଷ ବି ଆମେ ଅକଥନୀୟ ହଇରାଣ ହେଇଥିଲୁ, ଏ ବର୍ଷ ବି ହଇରାଣ ହେଇଛୁ। ଆମ ବାଡ଼ିରେ ବି ପାଣି ଜମି ଯାଉଛି। ଦେଖନ୍ତୁ କେମିତି ଫଳନ୍ତି ଅମୃତଭଣ୍ଡା ସବୁ ଗଛ ବି ମରିଯାଇଛି। କାଲି ବି ମୁଁ କହିଥିଲି ଯେ ମୁଁ କେବଳ କଥା ହିଁ କହୁଛି ଆପଣମାନଙ୍କୁ, ଭିଡ଼ିଓ ସାଙ୍ଗରେ ବିଶେଷ ତାଳମେଳ ନାହିଁ। କାହିଁକିନା ମୁଁ କେବଳ ନିଜ କଥା ଜଣାଇ ଦେବା ପାଇଁ ହିଁ ଏ ଭିଡ଼ିଓ କରିଥିଲି। କିନ୍ତୁ କାଲି ମୁଁ ଗୋଟେ ଏତେ ବଡ଼ ଭୁଲ କରିଥିଲି, ସେ କଥା ବି ବୋଧେ କହିବାକୁ ଭୁଲି ଯାଇଛି। ଆଜି ସକାଳୁ ବସି ମୁଁ କମେଣ୍ଟସ୍ ଗୁଡ଼ାକ ପଢ଼ୁଥିଲି, ଆଉ ମାମିନାଙ୍କର କମେଣ୍ଟସ୍ ପଢ଼ିଲି। ସେ ଲେଖିଲେ, ଅପା କଥା ଅଧା ରହିଗଲା ପରି ଲାଗିଲା। ତାପରେ ମୁଁ ଯେତେବେଳେ ଭିଡ଼ିଓଟାକୁ ୟୁଟ୍ୟୁବରେ ଚଲେଇକି ଦେଖିଲି, ମୋର 9 ମିନିଟ୍ର ଭିଡ଼ିଓରୁ ମାତ୍ର 3 ମିନିଟ୍ ଆପଣମାନଙ୍କ ପାଖରେ ପହଞ୍ଚିଛି। ଆଉ କଥା ଅଧା ରହିବନି ତ କ'ଣ ହେବ? ସେଥିପାଇଁ ମୁଁ ପୁଣି ଏଇ ଭିଡ଼ିଓଟିକୁ ଅପଲୋଡ଼ କଲି ନୂଆକିରି ଡବିଂ କରିକି। ଏଇଠି ଦେଖନ୍ତୁ ଗାଈର କେତେ ବଡ଼ ଘାଟେ ହେଇଛି। ଶିବ ଆସିକି ସକାଳୁ ଖବର ଦେଲା, କେଉଁଦିନ? ଶନିବାର ଦିନ ସକାଳୁ, ଯେ ବୋଉ ଗାଈର ଘା ହେଇଛି। ମୁଁ ତ ଗାଈମାନଙ୍କର ନର୍ସ, ଏମାନେ ହେଲେ ତାଙ୍କର ଖାଦ୍ୟ ପାନୀୟ ବାଲା, ମୁଁ ଦେହପା ବାଲା। ବାଛୁରୀ ଏ ବର୍ଷ ନାହାନ୍ତି, ତେଣୁ ମୋର ଗୁହାଳକୁ ପ୍ରାୟ ଯିବା ଆସିବା ନଥିଲା। ଆପଣମାନେ ଗାଈ ଭିଡ଼ିଓ ପକାଇବାକୁ କହୁଥିଲେ ବି ମୁଁ ପକାଉନଥିଲି। ଆଜି ଯେଉଁ ଘା କାମ ସଫା କରିବାକୁ ଗଲି ମୁଁ, ଇଏ ଗାଈକୁ ଆଇଁସା ପାଉଁସା କରିକି ବୁଝେଇକି ତା ପାଖେ ସିଂଘ ଧରିକି ଠିଆ ହୁଅନ୍ତି। ଆଉ ଶିବ ଛନ୍ଦଟିଏ ପକାଇକି ରଖେ, ମୁଁ ମୋର ଧୁଆଧୁଇ କରିକି ଔଷଧ ପତ୍ର ଲଗାଏ। ଏଇଟା ଗୋଟିଏ ଔଷଧ ହେଉଛି ଝୁଣା, କର୍ପୂର ଆଉ ହଳଦୀ ଗୁଣ୍ଡ ପୁରା ଚୂର୍ଣ୍ଣ କରାହେଇଛି। ସେ ଘା ଚାରିପଟରେ ଛେଞ୍ଚି ଦେଲେ ଆଉ ମାଛି ବସନ୍ତିନି। ଗାଈ କାମ ସାରିକି ଆମେ ବାହାରିଗଲୁ ଅଙ୍କୁରମ ସ୍କୁଲକୁ। ଏଇଠି ମୋର ନିଣ୍ଟୁ ନିଣ୍ଟି ପଢ଼ୁଥିଲେ। ଆଉ ଏ ସ୍କୁଲକୁ ତ ମୁଁ ସବୁଦିନ ପାଇଁ ମନେ ରଖିବି। ଯେତେବେଳେ ଆମ କୁନି ଜନ୍ମ ହେଲା, ନିଣ୍ଟୁ ବହୁତ ଛୋଟ ହେଇଥିଲା। ଏଇ ସ୍କୁଲର ପ୍ରିନ୍ସିପାଲ୍ ମହାଶୟା ଆମ ନିଣ୍ଟୁକୁ ସେ ସ୍କୁଲ ଯିବାକୁ ସୁଯୋଗ ଦେଇଥିଲେ। ତେଣୁ ସେ ଯେଉଁଠି ବି ପଢ଼ୁ ଯାହା କରୁ, ମୁଁ କଳିଙ୍ଗ ବିହାରର ଅଙ୍କୁରମ କିଡଜି ସ୍କୁଲ ପାଖରେ ଋଣୀ। ଆଉ ଭାଇ ତ ମାନେ ଜାଙ୍ଗୁ ତ ଯାଇକି ସ୍କୁଲରେ କ'ଣ କାଗଜପତ୍ର ଦରକାର ଭଲ ମନ୍ଦ ବୁଝୁଥିଲା, ଆଉ ଆମେ ଯାଇକିରି ଅଙ୍କୁରମରୁ ସେ ଛୁଆ ଦିହିଙ୍କର ସାର୍ଟିଫିକେଟ୍ ଧରିକି ଆସିଲୁ। ସାର୍ଟିଫିକେଟ୍ ଧରିକି ଆସିଲା ବେଳେ ବି ମୁଁ ସେଇ କଥା ଭାବୁଥିଲି ଯେ ଏଇଭଳିଆ ଗୋଟେ ସ୍କୁଲ ଯେଉଁଠି ପିଲାର ମାନସିକତାକୁ ଲକ୍ଷ୍ୟ କରିକି ତା ପ୍ରତି ଯତ୍ନଶୀଳ ହୋଇଥିଲେ, ସେଠି ମୁଁ ସବୁଦିନ ଋଣୀ। ଶନିବାର 2ଟା ସୁଦ୍ଧା ପିଲାଙ୍କର ଆଡ଼ମିସନ୍ ହେଇଗଲା। ଆଉ ବାବାଇର କାମ ଥିବାରୁ ସେ ଯେତେବେଳେ ଭୁବନେଶ୍ୱର ଗଲା, ଆମେ ଦିହାଁ ଆଶ୍ରମ ବାହାରିଗଲୁ। ଆଶ୍ରମରେ ମୁଁ ଏଇ ଫୁଲଟି ଦେଖିଲି। ଏଇ ଫୁଲଟି ମୁଁ ବହୁତ ଜାଗାରେ ଦେଖୁଛି, କିନ୍ତୁ ତାର ନାଁ ଜାଣିନି। ଯଦି ଆପଣମାନେ କିଏ ତା ନାଁ ଜାଣିଥିବେ ମୋତେ କହିବେ। ଆଉ ଫୁଲ ଗଛଟିଏ ମୁଁ କେମିତି ପାଇପାରିବି ଯଦି କହିବେ,
ମୁଁ ଆପଣଙ୍କ ପାଖେ କୃତଜ୍ଞ ରହିବି। ଫୁଲଟା ବହୁତ ସୁନ୍ଦର ଭାବରେ ଅନ୍ୟ ଗଛ ଉପରେ ମାଡ଼ୁଛି। ମୋର ବହୁତ ବଡ଼ ବଡ଼ ଗଛ ଅଛି, ମୁଁ ଯଦି ସେଠି ଲଗେଇଦେବି ତାହେଲେ ଗଛଟି ମାଡ଼ି ପାରିବ। ସେଦିନ ଥିଲା ଖଳିଲାଗା ଏକାଦଶୀ, ଠାକୁରଙ୍କ ପାଖରେ ଜିରକାଦି ମୋଦକ ଭୋଗ ହୋଇଥିଲା। ସାର୍ ଆମକୁ ଏଇ ଯେଉଁ ପ୍ରସ୍ତୁତ ପ୍ରଣାଳୀ ଉପରେ କହୁଥିଲେ, ମୁଁ ଭାବିଲି ସେଇଟା ଦେଖେଇଦେବି। ଆଉ ଗୋଟେ ସବୁଠୁ ଖୁସିର ଘଟଣା ଦେଖନ୍ତୁ, ମୁଁ କାହା ପାଖେ ବସିଛି କହିଲେ? ଏମିତି ଜଣେ ଜଣେ ନିଜର ଲୋକଙ୍କୁ ଆମେ ସମସ୍ତେ ତ ନିଶ୍ଚୟ ଦେଖିବାକୁ ଇଚ୍ଛା କରିବା। ଇଏ ହେଉଛନ୍ତି ଆମ ଜୀବନସାରା ପରିବାରର ଶାଶ୍ୱତୀ, ଯିଏ ସବୁବେଳେ ଓଡ଼ିଆରେ ପ୍ରାଞ୍ଜଳ ଭାବରେ ସୁନ୍ଦର ସୁନ୍ଦର ମନ୍ତବ୍ୟ ସବୁ ଦେଇଥାନ୍ତି, ଯେଉଁଟା ମୋତେ ଭିଡ଼ିଓ କରିବାକୁ ବହୁତ ପ୍ରେରଣା ଦିଏ। ତାଙ୍କ ସଙ୍ଗେ ଦେଖା ହେଲା, ଆମେ ବହୁତ ସମୟ ଆଶ୍ରମରେ ରହିଲୁ ଆଉ ଅନ୍ତରଙ୍ଗ ହେଇ ଘରକୁ ଫେରିଲୁ। ଏଭଳି ଆତ୍ମୀୟ ଦେଖିଲେ କିଏ ବା ଖୁସି ନ ହେବ। ମୁଁ ମୂଳରୁ କହିଛି ଭିଡ଼ିଓ ସାଙ୍ଗରେ କଥାର ଏତେ ବେଶୀ ସମ୍ପର୍କ ନାହିଁ, ମୁଁ କେବଳ ମନର ଭାବ ବ୍ୟକ୍ତ କରିବା ପାଇଁ ଏ ଭିଡ଼ିଓଟି କରିଛି। ରବିବାର ଦିନ ସକାଳୁ ଏମିତି ଭଲ ଜଳଖିଆ ଖାଇଲି। ଜଳଖିଆ ଖାଇସାରିକି ବସିଛି, ଖବର ପାଇଲି ଏଇ ଭିଡ଼ିଓଟା ବି ମୁଁ ରବିବାର ସକାଳୁ ଅପଲୋଡ଼ କରିଥିଲି। ଆଉ ସେତେବେଳେ ଯାଇ ବି ଭାବିଥିଲି ଯେ ଆଜି ଛୁଟି ଅଛି ଯେହେତୁ ମୁଁ ଭଲରେ ଭିଡ଼ିଓ ସବୁ କରିବି, କିନ୍ତୁ ଦୁଃଖର କଥା ଅଳ୍ପ ସମୟ ପରେ ମୁଁ ଖବର ପାଇଲି ଆମ ପରିବାରର ଜଣେ ଆତ୍ମୀୟ ହଠାତ୍ ଅସୁସ୍ଥ ହେଇ ମଣିପାଲ ହସ୍ପିଟାଲରେ ଆଡ଼ମିସନ୍ ହେଇଛନ୍ତି। ମୁଁ ଆଗରୁ ବି କେତେଟା ଭିଡ଼ିଓରେ କହିଛି, ସେ ସମ୍ପର୍କୀୟରେ ମୋର ଖୁଡ଼ିଙ୍କର କିଛି ହେଇନି, ଦାଦା ଅସୁସ୍ଥ ଅଛନ୍ତି, କିନ୍ତୁ ଖୁଡ଼ିଙ୍କ ସାଙ୍ଗେ ମୁଁ ବହୁତ ଅନ୍ତରଙ୍ଗ। ଆଉ ସବୁବେଳେ ଭାବର ଆଦାନ ପ୍ରଦାନ ଆମେ ହେଉ। ଅବଶ୍ୟ ଅନ୍ତରଙ୍ଗ ନହେଲେ ବି ଏଭଳି ଦୁଃଖରେ ତ କଷ୍ଟ ହିଁ ହେବ, ଯାହା ବି ହେଉ। ତେଣୁ ମୋତେ ସବୁଠୁ ବେଶୀ ଦୁଃଖ ଲାଗିଲା, ମୁଁ ଯେଉଁ ସବୁଦିନ ମାଳ ଗୁନ୍ଥେ, ଆପଣମାନେ ମୋର ଯେଉଁ ଚମ୍ପା ଫୁଲ ହାରକୁ ବହୁତ ଭଲ ପାଇବା ଦେଇଥିଲେ, ସେଇ ଚମ୍ପା ଫୁଲ ସବୁ ଖୁଡ଼ି ହିଁ ତୋଳି ତାଳିକି ମୋ ପାଖକୁ ତାଙ୍କ ପୁଅଙ୍କ ହାତରେ ପଠାନ୍ତି। ସେଦିନ ବି ଏକାଦଶୀ ଥିଲା, ଦାଦା ଏତେ ଅସୁସ୍ଥ ହୋଇଛନ୍ତି। ତେଣୁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରିବି, ମହାବାହୁ କେମିତି ଦୟା କରିକି ତାଙ୍କୁ ସୁସ୍ଥ କରିଦିଅନ୍ତୁ, ଆଉ ଖୁଡ଼ିଙ୍କ ମୁହଁରେ ସେ ହସ ଫେରିଆସୁ, ସେ ପୁଣି ଚମ୍ପା ଫୁଲ ତୋଳିକି ମୋ ପାଇଁ ପଠାଇବେ, ଆଉ ମୁଁ ମହାପ୍ରଭୁଙ୍କ ପାଇଁ ମାଳ ଗୁନ୍ଥିବି। ଜଗନ୍ନାଥଙ୍କ ପାଖରେ ଆଉ ଠାକୁରଙ୍କ ପାଖରେ ଏମିତି ସବୁ ପ୍ରାର୍ଥନା କଲି। ଆଉ ମନ ବୁଝିଲାନି, ସମସ୍ତେ କହିଲେ ଯେ ଯାଇକିରି କିଛି ଲାଭ ନାହିଁ, ଦାଦା ICUରେ ଅଛନ୍ତି। ମୁଁ କହିଲି ଠିକ୍ ଅଛି, ଯାହା ହେଲେ ବି ମୋତେ ଟିକେ କିଏ ନେଇକିରି ଚାଲ। ତାପରେ ଜାଙ୍ଗୁର ଖାଲି କ'ଣ କାମ ଥିଲା, ବିଶେଷ କାମ ଥିଲା, ସେ ବେଶୀ ଘରକୁ ବି ଆସିନଥିଲା। ନହେଲେ ଦାଦାଙ୍କ ସାଙ୍ଗେ ସେମାନେ ସବୁ ବହୁତ ସାଙ୍ଗ, କାହିଁକିନା ସିଏ ସମ୍ପର୍କଟା ଜେଜେ ନାତି, ତେଣୁ ସେମାନେ ବହୁତ ଥଟ୍ଟା ମଜା ହୁଅନ୍ତି। କାଲି ପୁଣି ମଣିପାଲ ହସ୍ପିଟାଲ ଗଲି, ଆଉ ସେଠି ଯାହା ଦେଖିଲି ମନଟା ମୋତେ ଭଲ ଲାଗିଲାନି। ସେଥିପାଇଁ ମୁଁ କାଲି ଆଉ ଭିଡ଼ିଓ କରିପାରିବିନି ବୋଲି ଆପଣମାନଙ୍କୁ ଜଣାଇଥିଲି। କିନ୍ତୁ ଏତେ ଭୁଲ ମୁଁ କରିଦେବି ଏଇଟା କେବେ ବି ମୋ ଭାବନାରେ ନଥିଲା। କାଲି ମୁଁ ଆପଣମାନଙ୍କୁ ଏତେ ତରତରରେ ଭିଡ଼ିଓଟି ପକାଇଲି, ଆମର ଯେତେବେଳେ ଆମେ ଭିଡ଼ିଓ ଅପଲୋଡ଼ କରୁ ସେତେବେଳେ ଗୋଟେ ଅପସନ୍ ଥାଏ, ସର୍ଟ ଭିଡ଼ିଓ କେମିତି ପଡ଼ିବ, ଲଙ୍ଗ୍ ଭିଡ଼ିଓ କେମିତି ପଡ଼ିବ। ମୁଁ ସେଟାକୁ ସର୍ଟ ଭିଡ଼ିଓର ଅପସନ୍ଟାକୁ, ମୁଁ ତ ବେଶୀ ସର୍ଟ ପକାଏ, ସର୍ଟ ଭିଡ଼ିଓର ଅପସନ୍କୁ ମୁଁ ଚେଞ୍ଜ ନ କରିକି ଲଙ୍ଗ୍ ଭିଡ଼ିଓଟା ପକାଇ ଦେଇଥିଲି। ସେଇଥିପାଇଁ ଆପଣମାନଙ୍କ ପାଖରେ ମୋର କଥା ଅଧା ରହିଯାଇଥିଲା। ଆଉ କେବଳ ମାମିନାଙ୍କ ମନ୍ତବ୍ୟରୁ ମୁଁ ତା'ର ସୂଚନା ପାଇଲି। ଆଜି ସକାଳୁ ମୁଁ ମୋର ସମସ୍ତ ନିତ୍ୟକ୍ରମ ସାରିକି ଟିକେ ଫୋନ୍ କାମ ତ କରିବାକୁ ପୁଣି ସମୟ ଦିଏ, ଏଇ ସମୟରେ ହିଁ ଦିଏ, ଦେଲା ବେଳକୁ ମୁଁ ମୋର ଭୁଲଟା ଜାଣିପାରିଲି। ସେଇଥିପାଇଁ ମୁଁ ସଂଶୋଧିତ କରି ଏଇ ଭିଡ଼ିଓ ପୁଣି ଆପଣମାନଙ୍କ ପାଖେ ପହଞ୍ଚାଉଛି। ଆପଣମାନେ ଅନ୍ତରଙ୍ଗତାର ସହିତ ଏ କଥାକୁ ନେଇକି ମୋ ପରିସ୍ଥିତି କାହିଁକି ମୁଁ ବ୍ୟସ୍ତ ରହୁଛି ଜାଣିପାରିବେ। ଆଜି ଦିନଟା କିନ୍ତୁ ଭଲରେ କଟିଛି, ଗାଈର ଦେହ ବି ଭଲ ହୋଇଯାଇଛି। ଆଜି ଆମ ଘରୁ ସବୁ ପିଲାମାନେ ସ୍କୁଲ ଯାଇଛନ୍ତି, ଆଉ ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ବି ପୁରୀ ଯିବାକୁ ବାହାରୁଛି। ଆଜି ସକାଳେ ମୁଁ ଏଇ ମାଳ ସବୁ କରିଥିଲି, ତାଙ୍କ ଦୟାରେ ଭଲରେ ଭଲରେ ତାଙ୍କୁ ଯଦି ଦର୍ଶନ କରିକି ଫେରିବି, ପୁଣି ଆପଣମାନଙ୍କ ସହିତ ଯେମିତି ଯୋଡ଼ି ହେଇକି ଥିଲି ସେମିତି ଯୋଡ଼ି ହେଇକି ରହିବି। ଆଉ କ'ଣ କହିବି, ଡବଲ ହେଇଗଲା କଥାଟା। ଆଉ ମାମିନା ଯଦି ନ କହିଥାନ୍ତେ ମୁଁ ଜାଣିପାରିନଥାନ୍ତି। ସମସ୍ତଙ୍କୁ ବି ମୋର ଅନୁରୋଧ, ମୋର ଯେଉଁ ଉପରେ ଲେଖୁଛି ଲେଖା ବା କୌଣସି କଥାରେ କିଛି ଯଦି ତ୍ରୁଟି ଦେଖିବେ ଆପଣ ନିଶ୍ଚୟ କମେଣ୍ଟ କରି ମୋତେ କହିବେ। ମୁଁ ସବୁ କମେଣ୍ଟର ଉତ୍ତର ଦେଇପାରେ ନାହିଁ ସତ, କିନ୍ତୁ ଯଥାସାଧ୍ୟ ଚେଷ୍ଟା କରେ ସବୁ କମେଣ୍ଟକୁ ପଢ଼ିବା ପାଇଁ। ଆଉ ଆପଣମାନେ ତ ଏତେ ଭଲ ଭଲ ମନ୍ତବ୍ୟ ଦିଅନ୍ତି ଯେ ବେଳେବେଳେ ମୁଁ ଉତ୍ତର ନ ଲେଖିକି ରହିପାରେନି। ଆମ ସମ୍ପର୍କ ଏମିତି ଥାଉ। ରହିଲି, ଜୟ ଜଗନ୍ନାଥ।